ଠାକୁରଙ୍କ ଚମତ୍କାର ବାବାଙ୍କ ଦେହ ଠିକ୍ ହେଲା ଆଉ ସେ 2 ବର୍ଷ ପରେ ଆମ ପାଇଁ ଖାଇବା ତିଆରି ଆପଣମାନେ ଭିଡ଼ିଓ ଦେଖନ୍ତୁ। ଥରେ ବାବାକୁ ଏତେ ଜ୍ୱର ହେଲା ଯେ 4 ଜଣ ଛାଡ଼ିଲା ଦେଖିଲେ ହେଲେ କେହି ଡକ୍ଟର କହିଲେନି ଯେ ବ୍ଲଡ୍ ଟେଷ୍ଟ କର। ସେମାନେ ମେଡ଼ିସିନ ଦେଉଥାନ୍ତି କିନ୍ତୁ ଜ୍ୱର ଭଲ ହେଉଥାଏନି ଆଉ ଖାଦ୍ୟ ବି ଖାଉନଥାନ୍ତି। ଯେତେବେଳେ ଖାଦ୍ୟ ଖାଇବେ ସେ ବାନ୍ତି କରିବେ। ତାପରେ ଏମିତି ହଉ ହଉ 20 ଦିନ ବିତିଗଲା। ତାଙ୍କ ପୁଅ ଓଡ଼ିଶା ବାହାରୁ ଆସିଲେ ଆଉ ବାବାଙ୍କୁ କଟକ ନେଇ ଡକ୍ଟର କହିଲେ ସବୁ ଟେଷ୍ଟ କରିବା ପାଇଁ। ତାପରେ ସେଠି ସବୁ ଟେଷ୍ଟ କଲା ପରେ ଜଣାପଡ଼ିଲା ଡାଇବେଟିସ୍ 480। ପେଟ ଭିତରେ ଗୋଟେ ନାଡିର କ'ଣ ଗୋଟେ ବାହାରି ପାଇଁ ବାବା ଯାହା ଖାଉଥିଲେ ବାନ୍ତି ହେଉଥିଲା। ତାପରେ ସେ ଘରକୁ ଆସିଲେ। ତାପରେ ସେ କଣ୍ଟିନ୍ୟୁ ମେଡ଼ିସିନ ଖାଇଲେ। ବାନ୍ତି ସିନା ଭଲ ହେଇଗଲା ହେଲେ ଚାଲି ଆଉ ପାରିଲେ ନାହିଁ। ହେଲେ ସେତେବେଳେ ଆମେ ବହୁତ ଅଭାବରେ ଚଳିଛୁ ଆଉ ସେତେବେଳେ ବାବାଙ୍କ ଡାକ୍ତର ଦେଖା ଆଉ ଘର ଚଳେଇବା କେତେବେଳେ ଡାଲି ଭାତ ତ କେତେବେଳେ ଶାଗ ଭାତ। ତାପରେ ଏମିତି ପରିସ୍ଥିତି ବାଧ୍ୟ କଲା ଯେ ମତେ ମାର୍କେଟ ଯିବାକୁ ପଡ଼ିଲା। ଆମ ପରିବାର ଭାଙ୍ଗି ପଡ଼ିଲା। ଜଗନ୍ନାଥଙ୍କ ଦୟାରୁ ଏବେ ସିଏ ପୁରାପୁରି ସୁସ୍ଥ ଅଛନ୍ତି। ଏମିତି ପରିସ୍ଥିତି କିଏ ସାମ୍ନା କରିଛନ୍ତି କମେଣ୍ଟ ବକ୍ସରେ ଜଣେଇବେ। ରହୁଛି ନମସ୍କାର, ଜୟ ଜଗନ୍ନାଥ।